ପିଲାମାନେ ଆଜି ଆମେ ପଢିବା +3 4th ସେମିଷ୍ଟାର ପିଲାମାନଙ୍କର କ୍ୱାଣ୍ଟିଟେଟିଭ ଆଣ୍ଡ ଲଜିକାଲ ଥିଙ୍କିଂ। ଓକେ, କ୍ୱାଣ୍ଟିଟେଟିଭ ଆଣ୍ଡ ଲଜିକାଲ ଥିଙ୍କିଂ କାହାକୁ କୁହାଯାଏ, ଯାହାକି ଆମର ସର୍ଟ କ୍ୱେଶ୍ଚିନ୍ ସବୁ ଆସିବ। ତ କ'ଣ କ'ଣ ଅଛି ଆମେ ପଢିବା। ଓକେ, ତ ଚାଲନ୍ତୁ ଦେଖିବା କ'ଣ କ'ଣ ଅଛି ଆଉ ପଢିବା। ତ ଇଏ ରହିଛି କ'ଣ ସବୁ ପିଲାମାନଙ୍କ ପାଇଁ, ଆଉ ସମସ୍ତେ ବି ବୁଝିବା ଉଚିତ। ଓକେ, ତ ଯାହା ବି ହେଲେ ଆପଣମାନଙ୍କର କମ୍ପଲସରି ପେପର ସବୁ କଲେଜ ପିଲାମାନଙ୍କ ପାଇଁ ସମସ୍ତେ ଭଲ ଭାବରେ ବୁଝନ୍ତୁ। ଯାହା ବି ହେଲେ ଆପଣମାନଙ୍କର କ'ଣ ମ୍ୟାଥ ପେପର। ତ ଆପଣ ଯଦି ସିଲାବସ୍ ଦେଖିନାହାନ୍ତି, ଡେସ୍କ୍ରିପସନରେ ଲିଙ୍କ ଅଛି, ଆପଣମାନେ ଯାଇ ଦେଖିପାରିବେ, ପ୍ଲେ ଲିଷ୍ଟରେ ମଧ୍ୟ ଅଛି। ତ ପ୍ରଥମେ ଦେଖନ୍ତୁ ହୋଲ୍ ନମ୍ବର। ହୋଲ୍ ନମ୍ବର କାହାକୁ କୁହାଯାଏ? ଓକେ, ତ ହୋଲ୍ ନମ୍ବର କ'ଣ କହୁଛି ନା ଅଲ୍ ପଜିଟିଭ ନମ୍ବର ଇନକ୍ଲୁଡ୍ସ 0 ଆର୍ କଲ୍ଡ ହୋଲ୍ ନମ୍ବର। ଦେଖନ୍ତୁ ଆପଣମାନେ କ'ଣ ଛୋଟବେଳେ ପଢ଼ିଥିବେ, ଏଠାରେ 0 1 2 3 ଇଆଡ଼କୁ ସବୁ କ'ଣ 4 5 6 ଏମିତି ଲେଖା ଯାଇଥିବ। ଏଠି କ'ଣ -1 -2 -3, ତ ଇଆଡ଼କୁ ସବୁ କ'ଣ ମାଇନସ୍ ଲେଖା ହେଇକିନି ଯାଇଥିବ। ଆଚ୍ଛା, ସେ କ'ଣ କହୁଛି ନା ଅଲ୍ ପଜିଟିଭ ନମ୍ବର 0 ଆର୍ କଲ୍ଡ ହୋଲ୍ ନମ୍ବର। ସେ କହୁଛି ଦେଖ ପଜିଟିଭ, ଏଇଟା ହେଉଛି ପଜିଟିଭ କି ନାହିଁ, ପଜିଟିଭ, ଇଏ ହେଲା କ'ଣ ନେଗେଟିଭ, ମାଇନସ୍ ସବୁ ନେଗେଟିଭ। ତ ସେ କ'ଣ କହୁଛି ଅଲ୍ ପଜିଟିଭ ମାନେ ଏଇଗୁଡ଼ା ଯେତେ ପଜିଟିଭ ନମ୍ବରରେ ଆମେ ଯଦି 0 ଆଡ଼୍ କରିଦେବା, ପଜିଟିଭ ନମ୍ବରରେ ଆମେ ଯଦି 0 ଆଡ଼୍ କରିଦେଉଛେ, ତାହେଲେ ସେଇଟା କ'ଣ ହେଇଯିବ ନା ସେଇଟା ହେଇଯିବ ହୋଲ୍ ନମ୍ବର। ବୁଝିପାରିଲ କି ନାହିଁ? ଯଦି ଆମେ ଦେଖନ୍ତୁ ପୁଣି ଥରେ ବୁଝନ୍ତୁ, ଯଦି ବୁଝିପାରୁନାହାନ୍ତି ତାହେଲେ ଆଉ ଥରେ ବୁଝନ୍ତୁ। ଦେଖନ୍ତୁ ଯଦି ଆମେ ପଜିଟିଭ ନମ୍ବର ଯେଉଁ ଅଛି, ଏଇ ଯେଉଁ ପଜିଟିଭ ନମ୍ବର ଅଛି 1 2 3 4 ପଜିଟିଭ ନମ୍ବର ଯେଉଁ ଅଛି, ପଜିଟିଭ ନମ୍ବର ଆମେ ଯଦି 0 ଆଡ଼୍ କରିଦେଉଛେ, ତାକୁ ତାହେଲେ କ'ଣ କୁହାଯିବ? ହୋଲ୍ ନମ୍ବର ବୋଲି କୁହାଯିବ। ବୁଝିପାରିଲ? ତାପରେ ଦେଖନ୍ତୁ ଏକ୍ଜାମ୍ପଲ ବି ଦେଇଛି 0 1 2 3, ତ ଏସବୁ। ଆଚ୍ଛା, ତାପରେ ନେକ୍ସଟ ଦେଖନ୍ତୁ ପ୍ରାଇମ ନମ୍ବର କାହାକୁ କୁହାଯାଏ? ଦେଖନ୍ତୁ ପ୍ରାଇମ ନମ୍ବର କାହାକୁ କୁହାଯାଏ? ଆଚ୍ଛା, ତ ଏ ନମ୍ବର that is divisible only itself 1 is called prime number। ସେ କ'ଣ କହୁଛି ନା ଯଦି ଗୋଟେ ସଂଖ୍ୟା 1 ଦ୍ୱାରା ବିଭାଜ୍ୟ ହେଇପାରୁଥିବ, ତାହେଲେ ସେ କ'ଣ ହବ? ପ୍ରାଇମ ନମ୍ବର ତାକୁ କୁହାଯିବ। ତାହେଲେ ଆମେ କ'ଣ ଜାଣିଛେ, 1 ଦ୍ୱାରା କିଏ ବିଭାଜ୍ୟ? 3 1 ଦ୍ୱାରା ବିଭାଜ୍ୟ କି ନାହିଁ? 2 ବି 1 ଦ୍ୱାରା ବିଭାଜ୍ୟ, 3 ବି ବିଭାଜ୍ୟ, 5 ବି ବିଭାଜ୍ୟ, 7 ବି ବିଭାଜ୍ୟ କି ନାହିଁ? ତ 7 କ'ଣ ଆଉ କାହା ଦ୍ୱାରା ବିଭାଜ୍ୟ ହେଇପାରିବ କି? ହେଇପାରିବନି। 3 କ'ଣ ଆଉ କାହା ଦ୍ୱାରା ବିଭାଜ୍ୟ ହେଇପାରିବ କି? 3ଟା କାହା ଦ୍ୱାରା 1 3 3 କି ନାହିଁ? 7ଟା କ'ଣ କି 1 7 7। ତ ସେ କ'ଣ କହୁଛି ନା ଯେ 1 ଦ୍ୱାରା ବିଭାଜ୍ୟ ହୋଇପାରିବ, ସେ କ'ଣ ତାକୁ କ'ଣ କୁହାଯିବ? ପ୍ରାଇମ ନମ୍ବର ବୋଲି କୁହାଯିବ। ତାର ଏକ୍ଜାମ୍ପଲ ଯଦି 2 3 5 7 ଏଇଭଳିଆ ସବୁ ଅଛି। ଆଚ୍ଛା, ତାପରେ କହୁଛି ଯେ ପ୍ରାଇମ ନମ୍ବର ଆର୍ ହୋଲ୍ ନମ୍ବର। ପ୍ରାଇମ ନମ୍ବର ଯେତକ, ଏଇ ଯେଉଁ ପ୍ରାଇମ ନମ୍ବର ଯେତକ, ସିଏ ଗୋଟେ ଗୋଟେ କ'ଣ ହୋଲ୍ ନମ୍ବର। ଆକୁ ଆପଣମାନେ ମନେ ରଖିବେ, ଏଇଗୁଡ଼ା ହିଁ ଆପଣମାନଙ୍କର କୋଶ୍ଚିନ୍ରେ ଆସିଥାଏ। ବୁଝିପାରିଲ କି ନାହିଁ? ଆଚ୍ଛା, ତାପରେ ନେକ୍ସଟ ଦେଖନ୍ତୁ ଦି ସ୍ମଲେଷ୍ଟ ପ୍ରାଇମ ନମ୍ବର ଇଜ୍ 2। ଏଇଟା ବାରମ୍ବାର ଏକ୍ଜାମରେ ପଡ଼ିଥାଏ, ଆକୁ ଆପଣମାନେ ମନେ ରଖିବେ। ଦି ସ୍ମଲେଷ୍ଟ ପ୍ରାଇମ ନମ୍ବର ଇଜ୍ 2। ସବୁଠାରୁ ସ୍ମଲ ମାନେ ଛୋଟ ପ୍ରାଇମ ନମ୍ବର କିଏ? 2 କି ନାହିଁ? ଆକୁ ଆପଣମାନଙ୍କର ପରୀକ୍ଷାରେ ବାରମ୍ବାର ଆସିଥାଏ, ଆକୁ ଆପଣମାନେ ନୋଟ୍ କରିକିନି ଏବେଠୁ ରଖନ୍ତୁ। ତାପରେ କ'ଣ କହୁଛି ନା କୋର ପ୍ରାଇମ ଆଉ ରିଲେଟିଭ ପ୍ରାଇମ ଆଉ କ'ଣ ମ୍ୟୁଚୁଆଲି ପ୍ରାଇମ କି ନାହିଁ? ଆଚ୍ଛା, ତ ମ୍ୟୁଚୁଆଲି କୋ ପ୍ରାଇମ, ରିଲେଟିଭ ପ୍ରାଇମ, ମ୍ୟୁଚୁଆଲି ପ୍ରାଇମ କାହାକୁ କୁହାଯାଏ? ଦେଖନ୍ତୁ ଦେଖ 2 ନମ୍ବର A and B
not both necessary prime are said to be co-prime, relative prime, or a mutual prime. It is the only positive integers that divides both of them is 1. ସେ କ'ଣ କହୁଛି ନା ଯେକୌଣସି ଏମିତି ଦୁଇଟି ସଂଖ୍ୟା ନେବ ଏ ଆଣ୍ଡ ବି ହେଲା, ସେ କହୁଛି ବୋଥ୍ ମାନେ ଏମିତି ଯେକୌଣସି ଏମିତି ଦୁଇଟି ସଂଖ୍ୟା ନେବ ବା ସେଗୁଡ଼ିକ କେବଳ କ'ଣ ଏକ ଦ୍ୱାରା ହିଁ ବିଭାଜ୍ୟ ହୋଇପାରୁଥିବ। ବୁଝିପାରୁଛ କି ନାହିଁ? ଏକ ଦ୍ୱାରା ଯେ ବିଭାଜ୍ୟ ହୋଇପାରୁଥିବ ତାକୁ କ'ଣ କୁହାଯିବ? କୋ ପ୍ରାଇମ୍ ବା ରିଲେଟିଭ୍ ପ୍ରାଇମ୍ ବା ମ୍ୟୁଚୁଆଲ୍ ପ୍ରାଇମ୍ କୁହାଯିବ। ତ ଦେଖନ୍ତୁ ଏଇଠି ଦେଖନ୍ତୁ ଏଇଠି ବୁଝନ୍ତୁ 15 ଆଉ 22। ତ ଇଏ କାହା ଦ୍ୱାରା ବିଭାଜ୍ୟ? ଏକ ଦ୍ୱାରା ନା। ଏକରେ କାଟିଲେ 15, ଏକରେ କାଟିଲେ ହେବ 22 କି ନାହିଁ? ତ ଇଏ କ'ଣ ହେବ କି? ଦେଖ 15 22 ଏ କ'ଣ 15କୁ ଆମେ ଧର 3 5 ଧର କାଟିଦେଲେ 15, 3 କମ୍ପାଣୀ ତ 22 ନାହିଁ କି ନା? 3 5 15, 3 321, 3 7 21 ହେଇଯାଉଛି, 3 8 ହେଇଗଲା 24। ତ ଇଏ କୋଉଥିରେ ବି 11 ଦୁନେ ଧର ଆମେ କାଟିବା 22, 11 କମ୍ପାଣୀ କ'ଣ 15 ଅଛି କି? ତ ସେଇଭଳିଆ ଯିଏ ଏକ ଦ୍ୱାରା ବିଭାଜ୍ୟ ହେଇପାରୁଥିବ ତାକୁ ଆମେ କ'ଣ କହିବା? ସେଗୁଡ଼ିକ କ'ଣ କୋ ପ୍ରାଇମ୍, ରିଲେଟିଭ୍ ପ୍ରାଇମ୍ ଆଉ ମ୍ୟୁଚୁଆଲ୍ ପ୍ରାଇମ୍ ବୋଲି ତାକୁ କହିବା। ବୁଝିପାରିଲ କି ନାହିଁ? ତ ଫର୍ ଏକ୍ଜାମ୍ପଲ୍ ଏଇଠି ଦେଇଦେଇଛି। ଆପଣମାନେ ଗୋଟେ ଜିନିଷ ମନେ ରଖନ୍ତୁ ଯେ ପିଲାମାନେ ଜଲ୍ଦି ଯାଇକିନି ଲାଇବ୍ରେରୀରୁ ବହି ଉଠେଇଦେବେ, କାହିଁକିନା କମ୍ପଲସରି ପେପର୍ ଯେହେତୁ ଆପଣଙ୍କୁ ବହି ମିଳିବା ଟିକେ କଷ୍ଟ ହେବ। ସେଥିପାଇଁ ମୁଁ କହୁଛି କଲେଜ ଖୋଲିଲେ ଯାଇକିନା ଆପଣମାନେ ଉଠେଇଦେବେ। ତାପରେ ନେକ୍ସଟ କ'ଣ କହୁଛି ନା ଇଣ୍ଟିଜର୍ସ। ଇଣ୍ଟିଜର୍ସ କ'ଣ? all positive and negative number include 0 are called integers। ଏଠି ବୁଝନ୍ତୁ ସେ କହୁଛି integers କାହା କହିବା? ଏଠି ଅଛି 0 1 2 3 ଏମିତି ଲେଖା ହେଇଛି। ଏଠି ଅଛି -1 -2 -3 ଓକେ। ତ ସେ କ'ଣ କହୁଛି? ଇଣ୍ଟିଜର୍ସ କାହା କହିବା? ଅଲ୍ ପଜିଟିଭ୍ ଆଣ୍ଡ ନେଗେଟିଭ୍ ନମ୍ବର 0 are called integers। ଓକେ, ତାହେଲେ ସେ କ'ଣ କହୁଛି? ତ ସେ କ'ଣ କହୁଛି ନା ଅଲ୍ ପଜିଟିଭ୍ ଆଣ୍ଡ ନେଗେଟିଭ୍ ନମ୍ବର, ପଜିଟିଭ୍ ବି ଥିବ ଆଉ କ'ଣ ଆମର ପଜିଟିଭ୍ ବି ଥିବ, ଆମର ନେଗେଟିଭ୍ ବି ଥିବ। ବୁଝିପାରିଲ କି ନାହିଁ? ପଜିଟିଭ୍ ଥିବ, ନେଗେଟିଭ୍ ଥିବ ଆଉ କ'ଣ 0 ବି ତା ସାଙ୍ଗରେ ଥିବ। ତ ଇଏ ସବୁ ଯାକ ଯଦି ଆମର ମିଶିଯିବ ତାହେଲେ ଆକୁ କ'ଣ କୁହାଯିବ? ଆକୁ କୁହାଯିବ କ'ଣ? ଇଣ୍ଟିଜର୍ସ। ବୁଝିପାରିଲ କି ନାହିଁ? ଆଚ୍ଛା, ସବୁ ଯାକ ମିଶିଗଲା ଇଣ୍ଟିଜର୍ସ। ତାପରେ ଆସିଲା କ'ଣ ନା ରେସନାଲ ନମ୍ବର। ଓକେ, ତାପରେ ଆସିଲା କ'ଣ ନା ରେସନାଲ ନମ୍ବର। ରେସନାଲ ନମ୍ବର କ'ଣ ନା ଆମର ଦି ସେଟ୍ ଅଫ୍ ନମ୍ବର which can be written in the form p/q are called rational number। ସେ କ'ଣ କହୁଛି ନା ରେସନାଲ ନମ୍ବର ଗୁଡ଼ା ହେଉଛି ସବୁ କ'ଣ ଧର 1/2 3/4, ତ ୟାକୁ ସବୁ କ'ଣ କୁହାଯିବ? ରେସନାଲ ନମ୍ବର। ଶୁଣନ୍ତୁ ଏଠି ଦେଖନ୍ତୁ 115/4 p/q ଯୋଉ ଏଠି ଯୋଉ କହିଲା p/q, p/q ର ଅର୍ଥ ହେଉଛି p/q କି ନାହିଁ? ତ p ର ଯୋଉ p/q ର ଅର୍ଥ ହେଉଛି qଟା କେବେ ହେଲେ 0 ହେବ ନାହିଁ। ବୁଝିପାରୁଛନ୍ତି କି ନାହିଁ? qଟା କେବେ ହେଲେ ବି ସେଟା କ'ଣ ଆମେ ଧର ଲେଖିଦେଉଛେ ଏଠି କ'ଣ 0/1ଟା ଲେଖୁଛେ ସେଟା କ'ଣ ଧରନ୍ତୁ 2/0, ତ ଏଟା p କି ନାହିଁ? ଏଟା p, ଏଟା ହେଉଛି q। ତ qଟା କେବେ ହେଲେ 0 ହେବ ନାହିଁ। ସେ କହୁଛି ଏଇ କଥା, pଟା କେବେ ହେଲେ 0 ହେବ ନାହିଁ। ବୁଝିପାରୁଛନ୍ତି କି ନାହିଁ? ତ p/q ର ଅର୍ଥ ହେଉଛି pଟା କେବେ ହେଲେ 0 ହେବ ନାହିଁ। ଓକେ,
तो रेशनाल नंबर कौन ना जीरो जीरो भी गोटे रेशनाल नंबर एटा मन रखिथिबे जीरो भी होची गोटे रेशनाल नंबर 26/5 हमर पॉजिटिव एंड नेगेटिव भी हेई परियो -22/9 होची सब कौन रेशनाल नंबर। अच्छा ताले नंबर अच्छी हमर कौन दीटा नंबर टू टाइप्स नंबर होची हमर मन रखंतु टू टाइप्स नंबर से होची कौन कौन गोटे होची रियल नंबर आ गोटे होची कॉम्प्लेक्स नंबर आ गोटे कौन कॉम्प्लेक्स नंबर मन रखथिबे। ओके रियल नंबर को भी गोटे मन रखंतु एठी रियल नंबर को भी दी भाग विभक्त करा जायछि कौन कौन रेशनाल नंबर आ गोटे होची इरेशनाल नंबर। ओके रियल नंबर को मध्य दी भाग विभक्त करे रेशनाल नंबर आ गोटे होची इरेशनाल नंबर जहा कि हमें पढ़िले। रेशनाल नंबर होची कौन मन रखिबे आरो ओडियाटा होची परिमेय संख्या आ इरेशनाल नंबर होची अपरिमेय संख्या। ओके तो याको आपण माने छोट बेले भी पढ़ी छथि। ओके तो इरेशनल नंबर कौन कौन and the set of number which cannot be written in form p by q are called irrational number। अच्छा तो इरेशनल नंबर कौन p by q नथिबो कि नाही। अच्छा पाए थिबो √2 थिबो √3 थिबो √5 हबो तो याकु सब कौन कहंती इरेशनल नंबर बोली कहंती बुझी पाइलो कि नाही। इरेशनल नंबर का कहबा ना √5 √3 तो ये सब कौन ये सब होची इरेशनल नंबर। बुझी पारल कि नहीं। तो इरेशनल नंबर टा कौन √2 √3 √5 तो एगुड़ा सब कौन हम ना इरेशनल नंबर। ओके तापरे नेक्स्ट देखंतु रियल नंबर कौन रियल नंबर होची वास्तव संख्या। ओके रियल नंबर कौन ना वास्तव संख्या। रियल नंबर कौन एटी बुझंतु रियल नंबर कंटेन द सेट ऑफ होल नंबर आ कौन इंटीजर्स आ कौन रेशनल नंबर आ कौन हमारा इरेशनल नंबर बुझी पाइल कि नहीं। होल नंबर कौन कौन सॉरी रियल नंबर कौन कौन ना रियल नंबर होची होल नंबर इंटीजर्स रेशनल आउ इरेशनल ये सब मिसी गले कौन हो ना रियल नंबर वास्तव संख्या हो सब किसी सब मिसी गले मन रखिए रियल नंबर सेठी थी 1 थी 2 थी √2 थी पाए थी सब थी बुझी पारे कि नहीं 1/5 ना सब मिसी गले रियल नंबर। ओके तो आशा करछि आपण मानको वीडियो टी भल लागिथियो। तो नेक्स्ट वीडियो रे हमें कौन पढ़िया बेसिक फार्मूला जानिबा। ओके तो आज पई थला एती वीडियो जदि आपनको वीडियो टी भल लागिथियो त लाइक करिवे चैनल को एबळे आगो को देखिया पई चैनल को सब्सक्राइब करिवे। जय हिंद वंदे मातरम।